ଗୁଡ୍ ମର୍ଣ୍ଣିଂ ଆସ୍ପିରାଣ୍ଟ। ସମୟ 5:19। ଆଜି ସକାଳୁ ଉଠିକି ଫ୍ରେଶ୍ ହେଇକି ପଢ଼ିବା ଆରମ୍ଭ କରିବା। ଆଜିର ଆମର ଡେ 13 ଟାର୍ଗେଟ୍ ହେଉଛି ଜିଓଗ୍ରାଫି, କରେଣ୍ଟ ଆଫେୟାର, କମ୍ପ୍ୟୁଟର, ମ୍ୟାଥ୍, ରିଜନିଂ, ଇକୋନୋମିକ୍ସ, ଇଂଲିଶ, ଡେଲି କୁଇଜ୍। ଶୁଣନ୍ତୁ, ଆଜି ଇଭିନିଂରେ ଗୋଟେ ବାହାଘର ବି ଅଛି, ଦେଖିବା କେତେ କ'ଣ ପଢ଼ା ହେଇପାରୁଛି। ତ ଆଜି ଆରମ୍ଭ କରିବା, ପଢ଼ା ବି ଆରମ୍ଭ କରିବା। ଆଜିର ପଢ଼ା ଆରମ୍ଭ କରିବା ପରେ ଆଜିର ମୋଟିଭେସନ୍ଟା ଟିକେ ପଢ଼ି ଦିଅନ୍ତୁ। ଚାଲନ୍ତୁ, ଆମର ଫାର୍ଷ୍ଟ ରିଭର ଆଣ୍ଡ ଡ୍ରେନେଜ୍ ସିଷ୍ଟମ୍ ଅଫ୍ ଓଡ଼ିଶା ଅଛି। ଖାଲି କିଛି ସାରିଥିଲା ପୁରା ସାରିବା। ରିଭର ଆଣ୍ଡ ଡ୍ରେନେଜ୍ ସିଷ୍ଟମ୍ ଅଫ୍ ଓଡ଼ିଶା ଯାହା ଥିଲା ମୁଁ ପଢ଼ିଛି। 7:15 ହେଇଗଲାଣି ପଢ଼ୁ ପଢ଼ୁ। ତାପରେ ଆମର ନେକ୍ସଟ ରହିଛି ଆମର ନେକ୍ସଟ ଟାର୍ଗେଟ୍ ଆମର ଫାର୍ଷ୍ଟ ଜିଓଗ୍ରାଫିରେ କମ୍ପ୍ଲିଟ୍ ଅଛି। ସେକେଣ୍ଡ ହେଲା ଆମର 29 ଜାନୁଆରୀର କରେଣ୍ଟ ଆଫେୟାର। ଚାଲନ୍ତୁ ଆମର 29 ଜାନୁଆରୀର କରେଣ୍ଟ ଆଫେୟାର କରିବା। 29 ଜାନୁଆରୀର କରେଣ୍ଟ ଆଫେୟାର ଷ୍ଟାର୍ଟ କରିନି। 29 କରେଣ୍ଟ ଆଫେୟାର ସରିଲା। ଯାହା ବି ଥିଲା ସର୍ଟ ନୋଟ୍ସ କରିକି, ଯେହେତୁ 26ର କିଛି ନ୍ୟୁଜ୍ ଥିଲା ରିପବ୍ଲିକ୍ ଡେ ଉପରେ, ସେଇଟା ସବୁ କରିଛି। ଆଉ ଯାହା ଯାହା ଥିଲା ସବୁ ପ୍ରାୟ କରିଦେଇଛି। କରେଣ୍ଟ ଆଫେୟାର ସାରୁ 8ଟା ହେଇଗଲା। ଟିକେ ବ୍ରେକ୍ ନେଇକି ଜଷ୍ଟ ଆସିଛି। ବ୍ରେକ୍ ନେଇଗଲେ କେତେବେଳେ ସମୟଟା ପଳେଇଯାଏ ଜଣାପଡ଼େନି। ସୋ ମୁଁ ଚେଷ୍ଟା କରୁଛି ବ୍ରେକ୍ କମ୍ କରିବା ପାଇଁ। କମ୍ପ୍ୟୁଟର ଅଛି, କମ୍ପ୍ୟୁଟର ପଢ଼ିଦେବା। 9:30 କମ୍ପ୍ୟୁଟର ପଢ଼ା ସରିଛି। ପ୍ରାୟ ଆମର ଏକ୍ସେଲ୍ ଆଉ ପାୱାର ପଏଣ୍ଟର ଯାହା ଥିଲା ସରିଯାଇଛି। ସେ ରିଭିଜନ୍ କରିଛି, ତ ବେଶୀ ସମୟ ଲାଗୁନି। 9:50 ଅଫିସ୍ ଯିବା ସମୟ। ଚାଲନ୍ତୁ ଅଫିସ୍କୁ ବାହାରିବା। ଅଫିସ୍କୁ ଆସିଲା ପରେ ଦେଖିବା କ'ଣ ହେଇପାରୁଛି। ଆମର ସମୟଟା କେତେବେଳେ ଜଲ୍ଦି ଗଡ଼ିଯାଉଛି ଜଣାପଡ଼ୁନି ବିଲକୁଲ ବି। ଆଜିର ଯାହା ସବୁ ଟାର୍ଗେଟ୍ ଥିଲା, ମର୍ଣ୍ଣିଂର ଜିଓଗ୍ରାଫି, କମ୍ପ୍ୟୁଟର, ଇଂଲିଶର 30 କ୍ୱେଶ୍ଚନ୍ ସବୁ ପ୍ରାୟ ସରିଗଲା। ମର୍ଣ୍ଣିଂ ଆମର ପଢ଼ା ସରିଯାଇଛି ମର୍ଣ୍ଣିଂର। ଆମର ନେକ୍ସଟ ଯାହା ଅଛି ସେଇଟାକୁ ଆମେ ଏବେ କରିବା। ରିଜନିଂ ଆରମ୍ଭ କରିବା। ରିଜନିଂ କରା ସରିଛି। ରିଜନିଂର ମୁଁ ପ୍ରାୟ ଟେକ୍ସଟ ବୁକ୍ରୁ ଗୋଟେ କୁଇଜ୍ ଦେଲି, ସେ କୁଇଜ୍ ହିସାବରେ ମୁଁ କରିଛି। ଆଉ କିଛି ଅଦର କ୍ୱେଶ୍ଚନ୍ ସୋର୍ସରୁ ବି ଫଲୋ କରିକି ପଢ଼ିଛି। ରିଜନିଂ ସରିଲା। ତାପରେ ମ୍ୟାଥ୍ ଥିଲା, ମ୍ୟାଥ୍ ବି ଗୁଡ଼ାଏ ନମ୍ବର କରିଦେଇଛି। ବେଶୀ ନାହିଁ, ଅଧା ଘଣ୍ଟା ସମୟ ଦେଲା ବେଳକୁ ହେଇଯାଉଛି। ସମୟ 6:22 ହେଇଗଲାଣି। ଟିକେ ପଢ଼ିଦେବା ପୁଣି 1 ଘଣ୍ଟା ଖଣ୍ଡେ ଯଦି ହେଇପାରିବ ହେଲେ କରିଥିଲି। ରିଜନିଂ କରୁ କରୁ ଜଣା ପଡ଼ିଲାନି। ମୋତେ ପୁଣି ବାହାଘରକୁ ଆସିବାର ହେଲା। ବାହାଘରରେ ଆସିଲି, ଛୋଟିଆ କ୍ଲିପ୍ ବାହାଘରର ପକେଇ ଦେଇଛି ଆପଣଙ୍କ ପାଇଁ ଦେଖିବା ପାଇଁ। ବାହାଘରରୁ ଆସୁ ଆସୁ 9:52 ହେଇଗଲା। ପ୍ରାୟ ଆମର ଯାହା ଟାର୍ଗେଟ୍ ସରିଥିଲା। ଆଜି ଟିକେ ଓଭର ଟାର୍ଗେଟ୍ ହେଇଯାଇଥିଲା, ସବୁ ପୁରା କମ୍ପ୍ଲିଟ୍ କରି ହେଲାନି। ହେଲେ ବି ଯାହା ହଉ ପଢ଼ା ତ ହେଇଛି। 5 ଘଣ୍ଟା ପାଖାପାଖି ପଢ଼ା ହେଇଯାଇଛି, ଚଳିବ। ଭିଡ଼ିଓଟା ଯଦି ଭଲ ଲାଗିଥିବ ଲାଇକ୍ କରନ୍ତୁ। ଆଜି କମ୍ ସମୟ ହେଲା ତ ଟିକେ ପଢ଼ା କମ୍ ହେଲା। 5 ଘଣ୍ଟା ପାଖାପାଖି ପଢ଼ା ହେଇଛି। ଥ୍ୟାଙ୍କ ୟୁ ଫ୍ରେଣ୍ଡ। ପ୍ଲିଜ୍ ଡୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍।